ଓଡ଼ିଆ ସାରସ୍ୱତ ଜଗତରେ ସଚିଦାନନ୍ଦ ରାଉତରାୟ ଜଣେ ପ୍ରଗତିଶୀଳ କବି ଏବଂ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଭାବେ ଜଣାଶୁଣା। 1916 ମେ ଆଜିର ଦିନରେ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ସେ ଜନ୍ମଗ୍ରହଣ କରିଥିଲେ। 15 ବର୍ଷ ବୟସରୁ ତାଙ୍କର କବି ଜୀବନ ଆରମ୍ଭ ହୋଇଥିଲା। ଦୀର୍ଘ 7 ଦଶନ୍ଧି ଧରି ତାଙ୍କ କଲମ ନିରବଚ୍ଛିନ୍ନ ଭାବେ ସକ୍ରିୟ ଥିଲା। ଦେଶ ବିଦେଶରେ ଆନ୍ତର୍ଜାତୀୟ ପରିସରରେ ଓଡ଼ିଶାର ମହାନ ଐତିହ୍ୟ ଓ କଳାକୀର୍ତ୍ତିର ଯଥାଯଥ ଉପସ୍ଥାପନ ଏବଂ ବ୍ୟାଖ୍ୟା କରିଥିଲେ। ଓଡ଼ିଆ ଓ ଇଂରେଜୀ ଭାଷାରେ ସେ ଶତାଧିକ କବିତା, କ୍ଷୁଦ୍ର ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଆଦି ଲେଖି ଯାଇଛନ୍ତି। 1962ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା।